ସେଥିପାଇଁ କୁହାଯାଇଛି ସଂଘ ଶକ୍ତି କଳ ଯୁଗେ ଏ କଳି ଯୁଗରେ ଆମେ ଯଦି ସଂଘବଦ୍ଧ ନ ହେବା ତେବେ ଆମେ ସେମାନଙ୍କ ବିରୁଦ୍ଧରେ ଲଢ଼ି ପାରିବା ନାହିଁ। ସେଥିପାଇଁ ପୁନଶ୍ଚ କୁହାଯାଇଛି ସଂଘଟି କାର୍ଯ୍ୟ ସାଧିକା। କୌଣସି କାର୍ଯ୍ୟ ସାଧନ କରିବା ପାଇଁ ହେଲେ ଆମ ଭିତରେ ରହିବା ଦରକାର ସଂଘଟି। ଆମେ ସାମାନ୍ୟ ହୀନ ବ୍ୟକ୍ତିଗତ ସ୍ୱାର୍ଥକୁ ଅର୍ଥକୁ ପରିତ୍ୟାଗ କରି ଆମେ ପରମାର୍ଥ ଗତିରେ ପରମାର୍ଥର ପ୍ରତିଷ୍ଠା କରିବା ପାଇଁ ଆମକୁ ପାଦେ ଆଗେଇ ଯିବାକୁ ପଡ଼ିବ। ଆପଣମାନେ ଦେଖନ୍ତୁ ଭଗବାନ ଶ୍ରୀକୃଷ୍ଣ ଯୋଗେଶ୍ୱର ଶ୍ରୀକୃଷ୍ଣ ସେଦିନ ଧରାବତରଣ କରିଥିଲେ କାହିଁକି ନା ସେ କେବଳ ଆସିଥିଲେ ତିନିଟି ଉଦ୍ଦେଶ୍ୟ ସ୍ଥାପନ କରିବା ପାଇଁ। ତିନିଟି ଉଦ୍ଦେଶ୍ୟକୁ ସିଦ୍ଧ କରିବା ପାଇଁ ସେଦିନ ସେ ଧରାବତରଣ କରିଥିଲେ। ସେ ତିନିଟି ଉଦ୍ଦେଶ୍ୟ କ'ଣ ନା ପରିତ୍ରାଣାୟ ସାଧୂନାଂ ସାଧୁମାନଙ୍କୁ ପରିତ୍ରାଣ କରିବେ ରକ୍ଷା କରିବେ ବିନାଶାୟ ଚ ଦୁଷ୍କୃତାମ୍ ଦୁଷ୍କୃତମାନଙ୍କୁ ବିନାଶ କରିବେ। ଯେଉଁ ଦୁଷ୍କୃତମାନେ ବର୍ତ୍ତମାନ ଆମମାନଙ୍କ ଉପରେ ଆକ୍ରମଣ କରୁଛନ୍ତି ଯେଉଁ ଦୁଷ୍କୃତମାନେ